सब्सक्राइब करंतु एबे आम चैनल को एवं प्रेस करंतु बेल आइकन को जहा फଳରେ लेटेस्ट वीडियो रो नोटिफिकेशन आपण मानकु सर्वप्रथमे मिली जिवो। नमस्कार बंधुगण आपण मानकु आम यूट्यूब चैनल को पुणी थरे स्वागतम एवं शुभकामना। आज एही वीडियो रे मु आपण मानकु कहिबाकु जाउची कि एप्रिल मासर 16 एवं 17 तारिखर दिन आपण समस्तଙ୍କ ପାଇଁ କିନା କିପରି ଭାବରେ ସାବ୍ୟସ୍ତ ହେବା ପାଇଁ କିନା ଯାଉଅଛି। ଆପଣମାନେ ଏହି ଦୁଇ ଦିନକୁ କିପରି ଭାବରେ ପ୍ଲାନିଂ ମଧ୍ୟ କରିବେ, ଆପଣମାନଙ୍କର ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ, ବ୍ୟାପାର କିପରି ଭାବରେ ରହିବ ଏବଂ ଆପଣମାନଙ୍କର ଏହି ଦୁଇ ଦିନରେ ସ୍ୱାସ୍ଥ୍ୟ ମଧ୍ୟ କିପରି ଭାବରେ ରହିବ, ସେ ସମସ୍ତ ବିଷୟରେ ମୁଁ ଆପଣମାନଙ୍କୁ ଜଣେଇବି। ଆଉ ଏ ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ କିଛି ଉପାୟ ବିଷୟରେ ମଧ୍ୟ କହିବି, ଯାହାଦ୍ୱାରା ଆପଣମାନେ ଏ ଦୁଇ ଦିନକୁ ଆହୁରି ଅଧିକ ଶୁଭ ଏବଂ ମଙ୍ଗଳଦାୟକ ସାବ୍ୟସ୍ତ ଭରା କରିପାରିବେ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏହି ଏପ୍ରିଲ 16 ଏବଂ 17 ତାରିଖର ଦିନ କିପରି ଭାବରେ ହେବା ପାଇଁ କିନା ଯାଉଅଛି। ଯଦି ମୁଁ ଆପଣମାନଙ୍କୁ କହିବି କି କ'ଣ ସତରେ ଆପଣମାନଙ୍କ ପାଇଁ କିନା ଏହି ଦୁଇ ଦିନ ପଜିଟିଭ ହେବା ପାଇଁ କିନା ଯାଉଅଛି। ବିଶେଷ ଭାବରେ କହିବା କି ବନ୍ଧୁଗଣ, ଆପଣମାନଙ୍କର କୌଣସି ରାଜନୀତି ଲୋକମାନଙ୍କ ସହିତ ସାକ୍ଷାତ ମଧ୍ୟ ହେବ ଏବଂ ଲୋକମାନଙ୍କ ସହିତ ଆପଣମାନଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିବ। ସନ୍ତାନମାନଙ୍କ ଦ୍ୱାରା କ୍ୟାରିୟର ବିଷୟରେ ଆପଣମାନଙ୍କୁ ସୁଖ ସମୃଦ୍ଧି ମଧ୍ୟ ମିଳିବ। ଆପଣମାନଙ୍କୁ ଧାର୍ମିକ ସ୍ତରରେ କିଛି ପୁରସ୍କାର ମଧ୍ୟ ପ୍ରାପ୍ତ ହେବ। ଆପଣମାନଙ୍କର ମନ ଧାର୍ମିକ କ୍ଷେତ୍ରରେ ମନ ବଢ଼େଇବ। ପ୍ରପର୍ଟି ସମ୍ବନ୍ଧୀୟ କିଛି କାର୍ଯ୍ୟ ବାକି ରହିଥିଲା ତାହା ବି ମଧ୍ୟ ବନେଇବାର ସମ୍ଭାବନା ମଧ୍ୟ ରହିଅଛି। ଆପଣମାନଙ୍କର ଏହି ଦିନରେ ବହୁତ ଭଲ ସ୍ଥିତି ମଧ୍ୟ ରହିବ। ତା ସହିତ ଆପଣମାନଙ୍କ ଭାଗ୍ୟ ଏବଂ ସନ୍ତାନ ଦ୍ୱାରା କିଛି କାର୍ଯ୍ୟ ଆପଣମାନଙ୍କୁ ସୁଖ ମଧ୍ୟ ମିଳିବ। ଆପଣମାନଙ୍କର ଏହି ଆଦର୍ଶବାଦୀ ବିବେକ ଲୋକମାନଙ୍କୁ ବହୁତ ମାତ୍ରାରେ ପ୍ରସନ୍ନ ମଧ୍ୟ କରିବ। ତା ସହିତ ଆପଣମାନଙ୍କ ଗ୍ରହର କାଫି ସନ୍ତୋଷଜନକ ମଧ୍ୟ ହୋଇ ରହିବ। ଯେଉଁମାନେ ଆପଣମାନଙ୍କର ବିପକ୍ଷରେ ସବୁବେଳେ କହୁଥିଲେ ସେମାନେ ଆପଣମାନଙ୍କ ସପକ୍ଷରେ ମଧ୍ୟ କହିବେ ଏବଂ ଆପଣମାନଙ୍କ କାର୍ଯ୍ୟରେ କାଫି ସୁଧାର ମଧ୍ୟ ଦେଖିବା ପାଇଁ କି ଆପଣମାନଙ୍କୁ ମିଳିବ। ସବୁ କାର୍ଯ୍ୟ ଆପଣମାନଙ୍କ ପାଇଁକି ଶାନ୍ତିର ସହ ଦେଖିବା ପାଇଁକି ନଜର ମଧ୍ୟ ଆସିବ। ଘରେ ମଧ୍ୟ କୌଣସି ଧାର୍ମିକ କାର୍ଯ୍ୟ କରିବାର ଯୋଜନା ମଧ୍ୟ ଆପଣମାନଙ୍କ ଉପରେ ପଡ଼ିବ। ଆପଣମାନେ ନିଜେ ନିଜକୁ ଟିକେ ସଠିକ୍ ଭାବରେ ତାଜା ନିରୂପଣ କରି ଦେଖେଇବେ ଏବଂ ତା ସହିତ ଯଦି କହିବା ଆପଣଙ୍କ କାର୍ଯ୍ୟରେ କିଛି ପେମେଣ୍ଟ ବାକି ରହିଯାଇଥିଲା, ସେ କାର୍ଯ୍ୟକୁ ଅର୍ଥର ଅଭାବ ଯୋଗୁଁ ହେଉଥିଲା, ସେ ପେମେଣ୍ଟ ମଧ୍ୟ ଆପଣମାନଙ୍କୁ ମିଳିବ, ଯାହାଫଳରେ ଆପଣଙ୍କ କାର୍ଯ୍ୟ ସମ୍ପନ୍ନ ମଧ୍ୟ ହେବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ମଧ୍ୟ ରହିବ। ଆସନ୍ତୁ ଜାଣିବା ଏବେ ଏହି ଦିନରେ ଆପଣମାନଙ୍କ ପାଇଁ କ'ଣ ସବୁ ଖରାପ ସମୟ ରହିଅଛି। କୌଣସି କ୍ଷେତ୍ରରେ ବି ହେଉ ଆପଣମାନେ କେବେ ବି ଧାର କରଜ ଏହି ଦିନରେ କରନ୍ତୁ ନାହିଁ। ଧନ ଲେଣ ଦେଣ କରିବାଠାରୁ ଛଳନା ଆଦିରେ ଆପଣମାନେ ଶିକାର ମଧ୍ୟ ହୋଇପାରନ୍ତି। ଆପଣମାନଙ୍କର ଯଦି କୌଣସି କାର୍ଯ୍ୟ ହେଉନାହିଁ ତେବେ ସେଠି ଅଧିକ ଚିନ୍ତା ମଧ୍ୟ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣମାନଙ୍କର ହାତରୁ ସମୟ ମଧ୍ୟ ବାହାର ହୋଇଯାଇଥାଏ। ସାମାଜିକ ଲୋକମାନଙ୍କ ସହିତ ଆପଣମାନଙ୍କର ମଧୁର ସଂଯମତା ମଧ୍ୟ ରଖିବାର ସମ୍ଭାବନା ରହିଅଛି। କାହିଁକି ନା କିଛି ନକାରାତ୍ମକ ପୁରୁଣା କଥା ପୁଣି ଥରେ ଆପଣମାନଙ୍କ ଉପରେ ଉଠିପାରେ, ଯାହାଫଳରେ ଆପଣମାନେ ମନରେ କିଛି ଟାଇମ୍ ପାଇଁ ମନକୁ ଦୁଶ୍ଚିନ୍ତା ନେଇ ଆସିବେ। ସବୁବେଳେ ନିଜର ସ୍ୱଭାବକୁ ପଜିଟିଭ ଭାବରେ ରଖନ୍ତୁ। ଏ କଥାକୁ ମଧ୍ୟ ଆପଣମାନଙ୍କର ଆବଶ୍ୟକତା ରହିଛି। ଆପଣଙ୍କର ଏହି ସରଳ ସ୍ୱଭାବର ଲୋକମାନେ ଆପଣଙ୍କ ଠାରୁ ଫୁଲ୍ ଫାଇଦା ମଧ୍ୟ ଉଠେଇ ପାରନ୍ତି, ଯାହାଦ୍ୱାରା ଆପଣମାନଙ୍କର ମନର ସ୍ଥିତି ବିଚଳିତ ମଧ୍ୟ ହୋଇପାରେ, ଯାହାଦ୍ୱାରା ଆପଣମାନଙ୍କର ମହତ୍ୟ କାର୍ଯ୍ୟ ମଧ୍ୟ ଅଟକି ଯାଇପାରେ। କୌଣସି ପ୍ରକାର କାର୍ଯ୍ୟକୁ ନେଇକି ଆପଣମାନେ କାହାକୁ କଥା ଦେଇଛନ୍ତି ସେ କାର୍ଯ୍ୟକୁ ଆପଣମାନେ ପୂରଣ କରନ୍ତୁ। କାହିଁକି ନା ଆପଣମାନେ ଯେଉଁ କଥା ଦେଇଥିବେ ସେ କଥାକୁ ଯଦି ଆପଣମାନେ ନ ରଖିପାରିବେ ତେବେ ଆପଣମାନଙ୍କର ଇଜ୍ଜତ କେବେ ରହିବ ନାହିଁ। ତା ସହିତ କହିବା କି ଆପଣମାନେ କେବେ କାହା ଉପରେ ଈର୍ଷା ମଧ୍ୟ କରନ୍ତୁ ନାହିଁ। କିଏ କ'ଣ ଆଣିଛି, କିଏ କ'ଣ ନେଇଯିବ, କିଏ କ'ଣ ଦେବ, ସେ ସବୁର କିଛି ବି ଫରକ ପଡ଼ିନଥାଏ। ଆପଣମାନେ ଆପଣମାନଙ୍କ କାର୍ଯ୍ୟରେ ସବୁବେଳେ ତଦାରଖ ରଖନ୍ତୁ। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଆପଣମାନେ ସବୁବେଳେ ମନେ ରଖିବେ କି
ଭାଇମାନଙ୍କ ସହ କଳହ କରିବେ ନାହିଁ। ହଁ ଆଜ୍ଞା, ତା ସହିତ ପିଲାମାନଙ୍କର ଗତିବିଧିରେ ମଧ୍ୟ ଆପଣମାନଙ୍କୁ ତଦାରଖ କରିବାର ଅଛି। କାହିଁକି ନା ପିଲାମାନଙ୍କର ଭୁଲ ସଙ୍ଗତି ଦ୍ୱାରା ଆପଣମାନଙ୍କୁ ପ୍ରୋବ୍ଲେମରେ ମଧ୍ୟ ପକେଇପାରେ। ଏସବୁ କାର୍ଯ୍ୟକୁ ସକାରାତ୍ମକ କାର୍ଯ୍ୟରେ ପରିପୂର୍ଣ୍ଣ କରିବା ଉଚିତ, ଯାହା ତାଙ୍କର ଭବିଷ୍ୟତ ଜୀବନ ପାଇଁ କାଫି ସୁଧାର ମଧ୍ୟ ନେଇକି ଆସିବ। ଏବେ ଆସନ୍ତୁ ଜାଣିବା ଆପଣମାନଙ୍କର ଏହି ଦିନରେ ଲଭ୍ ଲାଇନ୍ କିପରି ରହିବ। ଘରର ମାହୋଲ ଖୁସି ପରିପୂର୍ଣ୍ଣରେ ରହିବ। ପ୍ରେମ ସମ୍ବନ୍ଧରେ ମର୍ଯ୍ୟାଦା ଆବଶ୍ୟକତା ରହିଅଛି। ଆପଣମାନେ ଆପଣମାନଙ୍କର ଜୀବନର ସମସ୍ୟାକୁ ନିଜ ଜୀବନସାଥୀ ଏବଂ ପିଲାଙ୍କର ସହଯୋଗ ମଧ୍ୟ ମିଳିବ, ଯାହାଦ୍ୱାରା ଆପଣମାନଙ୍କର ଆତ୍ମବିଶ୍ୱାସ କାଫି ଭଲ ହୋଇ ରହିବ। ଏ ସପ୍ତାହରେ ଆପଣମାନଙ୍କ ସହିତ ଅତି ନିବିଡ଼ ବନ୍ଧୁମାନଙ୍କ ସହିତ ବୁଲାବୁଲିର ବ୍ୟବସ୍ଥା ମଧ୍ୟ ପ୍ରୋଗ୍ରାମ ରହିବାର ଅଛି, ଯାହାଦ୍ୱାରା ଘର ପରିବାର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଇଯିବ। ଆସନ୍ତୁ ଜାଣିବେ ଏବେ ବ୍ୟବସାୟ ଏବଂ କ୍ୟାରିୟର ବିଷୟରେ। କାର୍ଯ୍ୟସ୍ଥଳରେ ନିଆଯାଇଥିବା ଠୋସ୍ ନିର୍ଣ୍ଣୟ ଆପଣମାନଙ୍କୁ ସଫଳତା ମଧ୍ୟ ନିହାତି ମିଳିବ। ଆପଣମାନଙ୍କର ଟାଇମକୁ ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ହୋଇ ରଖିବେ। ବ୍ୟବସାୟ କ୍ଷେତ୍ରରେ ଆପଣମାନଙ୍କ ସହିତ କିଏ ଛଳନା ମଧ୍ୟ କରିପାରେ ଏବଂ କ୍ୟାରିୟରରେ ଚାକିରି କ୍ଷେତ୍ରରେ ଆପଣମାନଙ୍କୁ ଭଲ ପୋଷ୍ଟ ମଧ୍ୟ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ଆପଣମାନଙ୍କର ପଡ଼ୋଶୀମାନଙ୍କ ସହିତ ଆପଣମାନଙ୍କର କିଛି କଳହ ମଧ୍ୟ ସୃଷ୍ଟି ହେଇପାରେ। ଧନ ଲେଣଦେଣରେ ଆପଣମାନଙ୍କୁ କାର୍ଯ୍ୟସୂଚୀ ମଧ୍ୟ ମିଳିବ, ଯାହାଦ୍ୱାରା ଆପଣମାନଙ୍କୁ କାଫି ଖୁସି ମଧ୍ୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣମାନେ ଯେଉଁ ସବୁ ଚେଞ୍ଜ ବନେଇବାକୁ ଚାହୁଁଥିଲେ ସେ ସବୁ ଚେଞ୍ଜ ମଧ୍ୟ ହେଇଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏହି ଦିନରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଅସୁବିଧା ରହିଛି କି ନା ନାହିଁ। ଯଦି କହିବା ଏ ସପ୍ତାହରେ ଆପଣମାନଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ, କିନ୍ତୁ ତା ସହିତ ଆପଣମାନେ ଖାଦ୍ୟପେୟର ଆପଣମାନେ ଧ୍ୟାନ ଦିଅନ୍ତୁ। ତା ସହିତ ଆପଣମାନେ ଆପଣମାନଙ୍କର ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସ୍ୱସ୍ଥ ମଧ୍ୟ ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁ ଏହି ଦିନରେ କଣ ସବୁ ବିଶେଷ ଉପାୟ ମଧ୍ୟ ରହିଅଛି। ଆପଣମାନେ ମା ଲକ୍ଷ୍ମୀଙ୍କର ବିଶେଷ ଆରାଧନା, ଛୋଟ ପିଲାଙ୍କୁ ମଧ୍ୟ ଚକୋଲେଟ ଦିଅନ୍ତୁ। ତା ସହିତ ସାବୁଦାନାରେ କ୍ଷୀରି ମଧ୍ୟ ବନାନ୍ତୁ। ସେ କ୍ଷୀରିରେ ଆପଣମାନେ ଚିନି ବଦଳରେ ମିଶ୍ରି ମଧ୍ୟ ଦିଅନ୍ତୁ ଏବଂ କ୍ଷୀରି ଯେତେବେଳେ ପ୍ରସ୍ତୁତ ହେଇଯିବ ସେଥିରେ କିଛି କେଶର ମଧ୍ୟ ପକାନ୍ତୁ ଏବଂ କ୍ଷୀରି ଯେତେବେଳେ ପ୍ରସ୍ତୁତ ହେଇଯିବ ସେତେବେଳେ କ୍ଷୀରିକୁ ସର୍ବପ୍ରଥମେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ସେ କ୍ଷୀରିକୁ ପୂଜା କରିସାରିଲା ପରେ ସେ କ୍ଷୀରିକୁ ଆପଣମାନେ ଗରିବ ଲୋକଙ୍କୁ ଅର୍ପଣ ମଧ୍ୟ କରିଦିଅନ୍ତୁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣମାନଙ୍କ ଉପରେ ପ୍ରସନ୍ନ ମଧ୍ୟ ହେବେ ଏବଂ ଆପଣମାନଙ୍କର ସମସ୍ତ କଷ୍ଟ ମଧ୍ୟ ଦୂର କରିବେ। ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି ଏବଂ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖନ୍ତୁ। ରହୁଛି, ପୁଣି ଦେଖାହବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି, ଧନ୍ୟବାଦ।